ଆସନ୍ତୁ, ପାଖକୁ ଆସନ୍ତୁ। ଆମ ଗାଁରେ ନା ଏମିତି କିଛି କାହାଣୀ ଅଛି ଯାହାକୁ ଭୁଲିଯିବାର ଅର୍ଥ ହେଉଛି ମୃତ୍ୟୁକୁ ନିମନ୍ତ୍ରଣ କରିବା। ଆଜି ମୁଁ ସେମିତି ଦୁଇଟି ସତର୍କବାଣୀ ଶୁଣାଇବି, ଯାହା ଶୁଣିଲା ପରେ ଆପଣ ହୁଏତ ରାତିରେ ଶୋଇପାରିବେନି। ଏହାକୁ ଖାଲି ଗୋଟେ ଧମକ ବୋଲି ଭାବନ୍ତୁନି, କାରଣ ଏ ଯେଉଁ କଥା ମୁଁ କହିବାକୁ ଯାଉଛି, ଏହା କେବଳ ଗୋଟେ କାହାଣୀ ନୁହେଁ। ଏହା ଏବେ ବି ଆମ ଗାଁର ଅନ୍ଧାରରେ ଜୀବିତ ଅଛି। ମୋ ନାଁ ରାମକିଶୋର, ବୟସ ତ 65 ହେଲାଣି। ଆଜି ମୁଁ ସେଇ ରହସ୍ୟ କହିବାକୁ ଯାଉଛି ଯାହାକୁ ମୁଁ ଗଲା 40 ବର୍ଷ ଧରି ନିଜ ଛାତି ଭିତରେ ଚାପି ରଖିଥିଲି। କିନ୍ତୁ ଏବେ ଆଉ ଚୁପ୍ ରହିବାର ସମୟ ନାହିଁ। କାହିଁକି ଜାଣିଛନ୍ତି? କାରଣ ଯିଏ ବି ସେହି ଅଭିଶପ୍ତ ଜଙ୍ଗଲରେ ରାତିରେ ପାଦ ଦେଇଛି, ସେ ଆଉ ପୂର୍ବ ଭଳି ଫେରିଛି, କିନ୍ତୁ ଜଣେ ଅଲଗା ମଣିଷ ହୋଇ। ସେଠି ଏମିତି କିଛି ଅଛି ଯାହା ଆତ୍ମାକୁ ବଦଳାଇ ଦିଏ। ତେବେ ଚାଲନ୍ତୁ, ମୁଁ ଆପଣଙ୍କୁ ସମୟର ପଛକୁ ନେଇଯାଉଛି। ସେହି ଗୋଟିଏ କଳା ରାତିର କଥା, ଯାହା ଆମ ଗାଁର ଭାଗ୍ୟକୁ ସବୁଦିନ ପାଇଁ ବଦଳାଇ ଦେଇଥିଲା। କଥାଟା ହେଉଛି 1950 ମସିହାର। ମୁଁ ଆଉ ମୋର ସାଙ୍ଗ ମହେଶ ରାତି ପ୍ରାୟ 11ଟା ବେଳେ ସହରରୁ ଫେରୁଥିଲୁ, ଆଉ ଜଲ୍ଦି ଘରେ ପହଞ୍ଚିବା ପାଇଁ ସେହି କଳାବଣ ରାସ୍ତା ବାଛିନେଲୁ। ଆମେ କ'ଣ ଜାଣିଥିଲୁ ଯେ ସେହି ରାସ୍ତା ଆମକୁ କେଉଁଠିକି ନେଇଯିବ? ପ୍ରଥମେ ତ ସବୁ ଠିକ୍ ଲାଗୁଥିଲା। ଜଙ୍ଗଲର ସେଇ ନିତିଦିନିଆ ଶବ୍ଦ, ଝିଙ୍କାରି ଡାକୁଥିଲେ, ଶୁଖିଲା ପତ୍ର ଉପରେ ଚାଲିବାର ଶବ୍ଦ ହେଉଥିଲା। କିନ୍ତୁ ସେଇ ଶାନ୍ତି ବେଶୀ ସମୟ ପାଇଁ ନଥିଲା। ଆଉ ଠିକ୍ ସେତେବେଳେ ହଠାତ୍ ସବୁ ଶାନ୍ତ। ଗୋଟିଏ ବି ଝିଙ୍କାରିର ଶବ୍ଦ ନାହିଁ। ପବନ ବି ଯେମିତି ବହିବା ବନ୍ଦ କରିଦେଲା। ଏମିତି ଏକ ଅସ୍ୱାଭାବିକ ନୀରବତା, ଯେମିତି ପୁରା ଜଙ୍ଗଲ ନିଜ ନିଶ୍ୱାସ ରୋକିଦେଇଛି। ଆମେ ଜାଣିସାରିଥିଲୁ କିଛି ଭୁଲ ହେବାକୁ ଯାଉଛି। ମହେଶର ସ୍ୱର ଥାରୁଥିଲା। ସେ ମୋ ହାତକୁ ଚାପି ଧରିଲା। ତାର ଆଖିରେ ଯେଉଁ ଭୟ ଥିଲା, ମୁଁ ଆଜି ବି ଭୁଲି ପାରିନି। ଆମେ ଦେଖିଲୁ ଆମଠୁ କିଛି ଦୂରରେ ଗୋଟେ ଗଛ ପାଖରେ କିଏ ଜଣେ ଠିଆ ହୋଇଛି, ଯେମିତି ସେ ଆମ ପାଇଁ ହିଁ ଅପେକ୍ଷା କରିଥିଲା। ଯେତେବେଳେ ସେ ଆମ ଆଡ଼କୁ ମୁହଁ ବୁଲେଇଲା, ଆମର ତ ଦେହରୁ ରକ୍ତ ଶୁଖିଗଲା। ତାର ମୁହଁ ପୂରାପୂରି ଧଳା, ଆଖି ଜାଗାରେ ଦୁଇଟା କଳା ଗାତ, ଆଉ ଓଠରେ ଏମିତି ଏକ ହସ ଯାହା କୌଣସି ମଣିଷର ହୋଇପାରିବ ନାହିଁ। ଆଉ ସବୁଠୁ ଭୟଙ୍କର କଥା ଥିଲା, ଯେତେବେଳେ ସେ ଆମ ଆଡ଼କୁ ଆସିଲା, ତାର ଗୋଡ଼ ମାଟିକୁ ଛୁଁ ନଥିଲା। ଆମେ ତ ପଛକୁ ନ ଚାହିଁ ଖାଲି ଦୌଡ଼ିଲୁ, ଜୀବନ ବଞ୍ଚାଇବା ପାଇଁ ଦୌଡ଼ିଲୁ। କିଛିଦିନ ପରେ ଗାଁରେ ଖବର ପହଞ୍ଚିଲା ଯେ ଜଙ୍ଗଲରେ ଗୋଟେ ଶବ ମିଳିଛି, ଆଉ ଲୋକେ କହୁଥିଲେ ଯେ ମଲା ଲୋକଟାର ମୁହଁରେ ଗୋଟେ ଅଜବ ହସ ଲାଗି ରହିଥିଲା। ସେଦିନ ଆମେ ବୁଝିଗଲୁ, ମୃତ୍ୟୁ ଆମକୁ ଛୁଇଁକି ଚାଲିଯାଇଥିଲା। ଏହି କଥାକୁ 40 ବର୍ଷ ହୋଇଗଲାଣି। ମୁଁ ଭାବିଥିଲି ସେହି ରାତିର ଭୂତ ମୋତେ ଛାଡ଼ି ଦେଇଛି, କିନ୍ତୁ ନା। ଗଲା 3 ମାସ ହେଲା ସେହି କଳା ରାତିର ଛାଇ ପୁଣିଥରେ ମୋ ଜୀବନକୁ ଫେରିଆସିଛି। ପ୍ରତି ରାତିରେ ଏମିତି ଲାଗେ, ଯେମିତି କେହି ଜଣେ ବାହାରୁ ଘର ଭିତରକୁ ଅନେଇ ରହିଛି। ଅଧା ରାତିରେ କବାଟରେ କେହି ବାଡ଼ାଏ, କିନ୍ତୁ କବାଟ ଖୋଲିଲେ କେହି ନଥାନ୍ତି। କେବଳ ମାଟିରେ 2 ଧାଡ଼ି ଓଦା ପାଦଚିହ୍ନ ଦେଖାଯାଏ, ଯାହା ମୋ ଘରୁ ସିଧା ସେହି କଳାବଣ ଆଡ଼କୁ ଯାଇଥାଏ। କିନ୍ତୁ ଆଜି ରାତିରେ ସବୁ ସୀମା ପାର ହୋଇଗଲା। ମୁଁ ତାକୁ ଦେଖିଲି, ମୋ ଝରକା ବାହାରେ ଠିଆ ହୋଇଥିଲା। ସେହି ଢଳା ମୁହଁ, ସେହି କଳା ଆଖି, ଆଉ ସେହି ରକ୍ତ ଶୁଖାଇଦେବା ଭଳି ହସ। ସେ ଏବେ ଆଉ ଜଙ୍ଗଲରେ ନାହିଁ, ସେ ମୋ ପାଖକୁ ଆସିଯାଇଛି। ମୁଁ ଏହି କଥାଟା ରେକର୍ଡ କରୁଛି, କାରଣ ଦୁଆରେ ପୁଣିଥରେ କେହି ବାଗଉଛି। ଆଉ ଏଥର ଗୋଟେ ସ୍ୱର ବି ଶୁଭୁଛି, ରାମୁ, କବାଟ ଖୋଲ, ମୁଁ ମହେଶ। କିନ୍ତୁ ମହେଶ ତ 20 ବର୍ଷ ତଳେ ମରିଯାଇଛି। ଏବେ ଯେଉଁ କାହାଣୀଟି ଶୁଣିବେ, ଭଲ କରି ଶୁଣନ୍ତୁ, କାରଣ ଏହାକୁ ଶୁଣିବା ପରେ ଆପଣଙ୍କ ପାଖରେ ବି ବୋଧେ କେବଳ 3 ଦିନ ବାକି ରହିବ। ମୋ ନାଁ ଅର୍ଜୁନ, ଆଉ ଏହା ମୋ ନିଜ ଜୀବନର ଶେଷ କାହାଣୀ। କଥାଟା ସେତେବେଳର, ଯେତେବେଳେ ମୋତେ ମାତ୍ର 13 ବର୍ଷ ହୋଇଥିଲା। ଆମେ ସ୍କୁଲରୁ ପିକନିକ୍ ଯାଉଥିଲୁ। ଆମ ବସ୍ରେ ଜଣେ ନୂଆ ଡ୍ରାଇଭର ଥିଲେ। ତାଙ୍କର ଚାହାଣୀଟା ବହୁତ ଅଜବ ଥିଲା। ସେ ବାରମ୍ବାର ପଛକୁ ଆଇନାରେ ଦେଖୁଥିଲେ, ଯେମିତି କାହାକୁ ଖୋଜୁଥିଲେ। କିଛି ସମୟ ପରେ ସେ ଗାଡ଼ି ଚଲାଉ ପଛକୁ ଚାହିଁ ପଚାରିଲେ, ପିଲାମାନେ, ଗୋଟେ ଭୂତ କାହାଣୀ ଶୁଣିବ କି? ସବୁ ପିଲା ତ ଖୁସିରେ ଚିଲେଇଲେ, କିନ୍ତୁ ମୁଁ କାନରେ ଇୟରଫୋନ୍ ଲଗେଇ ଗୀତ ଶୁଣିବା ଆରମ୍ଭ କରିଦେଲି। ମୁଁ ଜାଣିନଥିଲି ଯେ ମୋର ସେଇ ଛୋଟ ନିଷ୍ପତ୍ତି ମୋ ଜୀବନ ବଞ୍ଚେଇଦେବ। ପ୍ରାୟ 20 ମିନିଟ୍ ପରେ ମୁଁ ଯେବେ ଗୀତ ଶୁଣିବା ବନ୍ଦ କଲି, ବସ୍ରେ ଏକଦମ ଶୂନ୍ୟଶାନ। ସବୁ ପିଲାଙ୍କ ମୁହଁ ଡରରେ ଧଳା ପଡ଼ିଯାଇଥିଲା। ସମସ୍ତେ ପଥର ଭଳି ବସିଥିଲେ। ଠିକ୍ ସେତିକିବେଳେ ଗୋଟେ ବଡ଼ ଆୱାଜ ହେଲା। ଆମ ବସ୍ ଏକ ଟ୍ରକ୍ ସହିତ ଧକ୍କା ହୋଇଗଲା। ଏହି